ଚାଷୀଙ୍କ ଆକାଉଣ୍ଟକୁ ଆସିଲା କିଷାନ ଟଙ୍କା, ଜଲଦି କରନ୍ତୁ ଚେକ୍। ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ ସହାୟତା ରାଶି। ପିଏମ୍ କିଷାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନ କରାଯାଇଛି। ବାରାଣସୀରେ ଡିବିଟିରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୃଷକଙ୍କ ଖାତାକୁ ଗଲା 20,000 କୋଟି ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଗଲା 2,000 ଲେଖାଏଁ ଟଙ୍କା ପଠାଇଛନ୍ତି କେନ୍ଦ୍ର ସରକାର। ଦେଶର କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି। ଆଇ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ କିଛି ବର୍ଷ ପୂର୍ବେ ଆରମ୍ଭ କରିଥିଲେ। ଆଇ ଦ୍ୱିତୀୟ ଥର ପ୍ରଧାନମ ଶପଥ ନେବା ପରେ ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇ ଚୌକିରେ ବସିବାର ପ୍ରଥମ ଦିନରୁ ଆରମ୍ଭ କରିଦେଇଥିଲେ କାମ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇ ଶପଥ ନେବା ପରେ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଥିଲେ। ଆଉ ସେହି ଆଧାରରେ ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପିଏମ୍ କିଷାନ ଟଙ୍କା। 9 କୋଟିରୁ ଉର୍ଦ୍ଧ୍ୱ ଚାଷୀ ଟଙ୍କା ପାଇବାକୁ ବାରୁ ଏକାଥରେ ସମସ୍ତଙ୍କ ଆକାଉଣ୍ଟକୁ ପଠାଇବା ସମ୍ଭବପର ହେଉନି। ତେଣୁ ପ୍ରତିଦିନ କିଛି କିଛି ଚାଷୀଙ୍କ ଆକାଉଣ୍ଟ ଆସୁଛି ପିଏମ୍ କିଷାନ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ ହୋଇଥିବା ବେଳେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି 2,000 ଟଙ୍କା। ଆଇ ଆକାଉଣ୍ଟ ଚେକ୍ କରି କିମ୍ବା ମୋବାଇଲ